ହୁଁ ଉଁ, କଣ ହେଲା କି ଗୁଣିଆ ମଉସା? ବୁଝିଲୁ ପବିତ୍ର, ସେ ଝିଅକୁ ମୁଁ ଯେତିକି ତୋ ପୁଅ ପାଖକୁ ଆଣୁଛି ସେତିକି ସେଟିଂ ହେଇଯାଉଛି, ଶୀଘ୍ର କରନ୍ତୁ ଗୁଣିଆ ମଉସା, ଶୀଘ୍ର କରନ୍ତୁ। ହେଲେ ତୋ ପୁଅ ପାଖରେ ସେଟିଂ କଲା ବେଳକୁ ଶଳାଟା ଟାଣି ନେଇଯାଉଛି ପରା। ଗୁଣିଆ ମଉସା, ଏ ଶଳାଟା ପୁଣି କୋଉଠୁ ଆସିଲା? ହେ ଧେତ୍ ତେରିକା, ଆବେ ଶଳା ନୁହବେ, ମୁଁ ସେ ଭୂତ କଥା କହୁଛି। ଭୂତ? ଭୂତ କଣ ଟାଣି ନେଇଯାଉଛି? ଆରେ ସେଇଥିପାଇଁ ତ ସେ ଝିଅ ସହିତ ତୋ ପୁଅର ସେଟିଂ ହେଇ ପାରୁନାହିଁ। ଆରେ ସେଇ ଭୂତ ପାଇଁ ତ ସବୁ ଖିଡିବିଡି ଲାଗୁଛି ଆଉ, ନହେଲେ ତ ତୋ ପୁଅ ସହିତ ମୁଁ ସେ ଝିଅର କେବେଠୁ ବାହାଘର ସାରି ଦିଅନ୍ତି। ତାପରେ ଗଣ୍ଡେ କି 6ଟା ଛୁଆ ପିଲା ବି ସରିଥାନ୍ତେଣି। ନା ନା ଗୁଣିଆ ମଉସା, ଏତେ ଗୁଡିଏ ଛୁଆ ପିଲା କରିବା ଦରକାର ନାହିଁ। ହଉ ହେଲା, ତାକୁ ନହେଲେ ବାଞ୍ଝ ରଖିଦବା ଆଉ। ସେମିତି କୁହନି ଗୁଣିଆ ମଉସା, ଗୋଟିଏ ପିଲା ଦରକାର ନା ଆଉ। ଚୁପେ, ଆବେ ମୁଁ କେମିତି କରିବି ବେ, ସେମାନେ କରିବେ ନା ଆଉ। ଛାଡ଼ ଗୁଣିଆ ମଉସା, ମୋ ପୁଅ ସହିତ ସେ ଝିଅର ସେଟିଂ କେମିତି ହେବ ଆଗେ ସେ କଥା ଚିନ୍ତା କର। ଗୋଟିଏ ବଡ଼ କୁକୁଡ଼ା ଦରକାର, ସେ କୁକୁଡ଼ାଟି ତୋ ପୁଅକୁ ସେ ଝିଅ ସହିତ ସେଟିଂ କରିଦବ। କେମିତି? ସବୁ ସେଇ ବିଦ୍ୟାର କାମ। ସେ କୁକୁଡ଼ା ଦେହରେ ମୁଁ ଏମିତି ବିଦ୍ୟା ପ୍ରୟୋଗ କରିବି ଯେ ସେ କୁକୁଡ଼ା ତୋ ପୁଅ କେବେ ଛାଡ଼ିବନି। ତୋ ପୁଅ ସହିତ ସେ ଝିଅର ବାହାଘର ନ କରିବା ପର୍ଯ୍ୟନ୍ତ ସେ କୁକୁଡ଼ା ଛାଡ଼ିବନି। କିନ୍ତୁ ବ୍ୟୟବହୁଳ ଚଣ୍ଡୀ ପୂଜାଟିଏ ହେବ, ନହେଲେ ସେ କୁକୁଡ଼ାକୁ ବୋଲ ମନେଇ ହେବ ନାହିଁ। କେତେ ଖର୍ଚ୍ଚ ହବ ସେ କଥା କହୁନ? ନିଶା ରାତିରେ ମଶାଣିରେ ବସି ଚଣ୍ଡୀ ପୂଜା କରାଯିବ, ଜାଣିପାରୁଛୁ ତ? ମୁଁ ଜାଣିଛି, କେତେ ଟଙ୍କା ଖର୍ଚ୍ଚ ହବ ଆଗ ସେ କଥା କହୁନ? ଏଇ 7-8 ହଜାର ଟଙ୍କା ଖର୍ଚ୍ଚ ହବ ଆଉ। ସାତ ଆଠ ହଜାର ଟଙ୍କା? ଆଉ କଣ 700-800 ଟଙ୍କାରେ ଚଣ୍ଡୀ ପୂଜା ହେଇଯିବ? ମୁଁ ତା ଠାରୁ କମ ବୋଲି ଭାବୁଥିଲି। ଯା, ଯୋଉଠି ମାଗଣା ହଉଛି ସେଠି କରିବୁ ଯା। ଏ ଗୁଣିଆ ମଉସା ଯାଅ ନାହିଁ, ମରିଯିବି ଗୁଣିଆ ମଉସା, ମୁଁ ମରିଯିବି। ମୋ ପୁଅ ପାଇଁ କିଛି ଗୋଟେ କର ଗୁଣିଆ ମଉସା, ମୋ ପୁଅ ପାଇଁ କିଛି ଗୋଟେ କର। ସେ ମରିଯିବ ଗୁଣିଆ ମଉସା, ସେ ମରିଯିବ। ଆରେ ମୁଁ କଣ ନାହିଁ କହୁଛି? ଆରେ ମୁଁ ତ କରିବି ବୋଲି କହୁଛି, ତୁ ତ ଖାଲି କୁନ୍ଥେଇ ହଉଛୁ। ମୋ ପୁଅ ଗୋଟିଏ ସୁନା ମୁଣ୍ଡା, ସେ ହାରିବା ଶିଖିନି ଗୁଣିଆ ମଉସା। ଏଇଠି ତ ତୁ ହାରି ଯାଉଛୁ ଆଉ ତୋ ପୁଅ କଥା କଣ କହୁଛୁ? ନା, ହାରିବନି ଗୁଣିଆ ମଉସା। ଆଠ ହଜାର କଣ ଗୁଣିଆ ମଉସା, ମୁଁ 10,000 ଦେବା ପାଇଁ ରେଡି। ସତରେ ନା କଣ ବା? ମୁଁ ସତ କହୁଛି ଗୁଣିଆ ମଉସା, ମିଛ କହିବା ମୋ ଜାତକରେ ନାହିଁ। ମତେ ବଞ୍ଚାନ୍ତୁ ଗୁଣିଆ ମଉସା, ମତେ ବଞ୍ଚାନ୍ତୁ ଗୁଣିଆ ମଉସା, ମତେ ବଞ୍ଚାନ୍ତୁ। ଆବେ ରହ ବେ।
ଆରେ ସିଙ୍ଗାଣି ଲାଗିଯିବ ରହ। ଟଙ୍କା ଆଣିଛୁ ତ? କୋଉ ଟଙ୍କା? ଆବେ ଚଣ୍ଡୀ ପୂଜା କରିବା ପାଇଁ। ଆଉ କଣ? ଚଣ୍ଡୀ ପୂଜା ଆଗ କରିସାର, ପରେ ପଇସା ଦେଲେ ଚଳିବନି? ଆବେ ଚଣ୍ଡୀ ପୂଜାରେ କଣ ମାଗଣାରେ ଜିନିଷ ଆସିବ? ମାଗଣାରେ କାହିଁକି, ବାକି ଆଣିଥାନ୍ତୁ। ଯାଉନୁ ତୁ ବାକିରେ ଆଣିବୁ ଯା। ମୁଁ ବାକି କରେନି। ଆରେ ମୁଁ ବି ବାକି କରେନି। ମତେ କଣ କହୁଛନ୍ତି କି ଗୁଣିଆ ମଉସା? ନାଇଁ, ସେ ଝିଅର ବାପା ମାଙ୍କୁ କହୁଛି। ପ୍ଲିଜ ଗୁଣିଆ ମଉସା, ଏ ବିଷୟରେ ଝିଅର ବାପା ମାଙ୍କୁ କହିବା କଣ ଦରକାର? ହଁ ନହେଲେ କହିଥାନ୍ତି ଆଉ କଣ। ଏ ଶଳା ବୁଢା ମତେ ମଝି ନଦୀରେ ବୁଡେଇବ ନା କଣ? ଆବେ ଇଏ କଣ ଖାଲିଟାରେ ଏମିତି ବୁଟୁରୁ ବୁଟୁରୁ ହଉతుରୁ କେ? କଣ ଶୁଣିଦେଲ କି ମଉସା? ଧେତ୍, ତୋ ସହିତ ମୁଁ କଥା ହେବା ପାଇଁ ଚାହେଁ ନା। କୋଉଠିକି ଯିବେ ଗୁଣିଆ ମଉସା? ଏ କହିଲି ପରା, ସେ ଝିଅର ବାପା ମା ପାଖକୁ। ଝିଅର ମା ସହିତ ମତେ ସେଟିଂ କରିଦବ କି? ହଁ ହଁ, ସେଟିଂ କରିଦେବି। ହେଇ ଏଇଟା କଣ ହସିଲାଣି? ଆବେ କଣ ହେଲା ତୋର? ବହୁତ ବଢିଆ କଥାଟେ କହିଲେ ଗୁଣିଆ ମଉସା। ଏ କୋଉ କଥା? ତା ମା ସହିତ ମୋର ସେଟିଂ କରିଦେଲେ ବଢିଆ ହୁଅନ୍ତା। ତା ମା ଏବେ ବି କଞ୍ଚା କାକୁଡି ପରି ଦେଖାଯାଉଛି। ମୁଁ ତ ପୁରାପୁରି ଭୁଲ କରିଦେଲି। ଏବେ ତ ମୋର ତ ପୁରା ଲସ୍ ପଡ଼ିଯିବ। ନା ନା, ମତେ କିଛି ଗୋଟେ କରିବା ପାଇଁ ପଡ଼ିବ। କଣ ହେଲା କି ଗୁଣିଆ ମଉସା? ଆବେ ଚୁପ୍। ଆବେ ତା ମାକୁ ଯଦି ତୋ ସହିତ ମୁଁ ସେଟିଂ କରିଦେବି, ତୁ ଏ ବୟସରେ ନଦୀ, ପାର୍କ, ସିନେମା ହଲ୍ ଯାଇପାରିବୁ? ତାହେଲେ ମତେ ହିଁ ସେଟିଂ କରିବାକୁ ପଡିବ। ହେ, ସେ କଥା ମୁଁ କହିପାରିବିନି। ଗୁଣିଆ ମଉସା, ଏତେ ରାଗିଲେ କଣ ଚଳିବ? ଏବେ କଣ କରିବା କୁହ? ଟଙ୍କା ଟଙ୍କା ଟଙ୍କାଟା ନିହାତି ଦରକାର। ଏ ଚଣ୍ଡୀ ପୂଜା, ଏଇଟା କଣ ଯାଇତାଇ ପୂଜା ନା କଣ? ଏ ଦେଖ ବାବା, ତୁ ମୋ ପୁଅ ଭଳିଆ। ତୋ ଭଲ ପାଇଁ ମୁଁ ଚିନ୍ତା କରୁଛି। ଟଙ୍କା ନହେଲେ ପୂଜା ଜିନିଷ ଫିନିଷ ଆଣିବି କେମିତି? ହଁ, ତୁ ପରା ମୋ ପୁଅ ଭଳିଆ ନା ଆଉ। ଆଚ୍ଛା ଗୁଣିଆ ମଉସା, ଏବେ ମୋ ପାଖରେ 5,000 ଟଙ୍କା ହିଁ ଅଛି। ବାକି ପରେ ଦେଲେ ଚଳିବନି? ମୁଁ ପରା ତମ ପୁଅ ଭଳିଆ। ହେ, ସେଇଟା ତୁ ମୋ ଆଗରେ କହୁନୁ। ବେକାରଟାରେ ଆଜେ ବାଜେ କଥା କହି ମୁଣ୍ଡଟାକୁ ଖରାପ କରୁଛୁ। କଥା କଣ କି ଗୁଣିଆ ମଉସା, ମୁଁ ପରା ତମ ପୁଅ ଭଳିଆ। ଏ ପୁଅ ଭଳିଆ କଣ ବେ? ତୁ ପୁଅ ତ ଆଉ। ଆଚ୍ଛା, ବାହାର କର ଟଙ୍କା। ମୁଁ ଆର ଗୁଡ଼ା ସବୁ ଆଡଜଷ୍ଟ କରିଦେବି।
मौसा आउ जन सहित मो मांडूर बाहागर हो गला। तू कौन बरजाती जाइलु तो पार्टी बेंग बज जाइए कि हाँ जा 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 पर कथा जा जा गुणिया मौसा मो मांडू तो बाहा ही चली गला तुम सहित आउ मोर कौन दरकार जे ताले तू मो पाखु कहीं आसछु मोर 20,000 टंका नेबा पाई। मो मांडू सहित बाहर करने पाई जो 20,000 टंका नहीं तो बाही चली गला ताले मो टंका फेरी दियो। ये बनानी तू संध्या बेलू को घर गुआ कथा बा हाँ ये नाई नहीं कथा कौन कि सेटिंग है दिला बुझल ना गिरे पवित्र तू ये तू पुओ भलिया चुप एमिति तुमे केते जन को टाउटरी करछो ये नहीं नहीं ये एमिति जनक पाखरे आज किंतु मु तते छाड़ीबिनी तो हाथ गुड़ ये भागी पकई देवी जा तू आ गाँ को पशि पारिबुनी। देखंतु मौसा आपण मो बापा समान आपण जानि जानि केमती गुणिया पिछरे पड़ुतले भूल करिछि मु भूल करिछि गाँ गुणिया कथारे पड़ी मु मस्त बड़ भूल करिछि। मौसा भूल रे भी ए दुई जन को विश्वास जमा करिवनी। एक रे घर शत्रु दुई रे गाँ गुणिया